ନମସ୍କାର ବନ୍ଧୁଗଣ, ମୋର ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ନବରାତ୍ରିର ଚତୁର୍ଥ ଦିବସ। ଏହି ଦିବସରେ ମା ଏକ ବିଶେଷ ରୂପରେ ପୂଜା ପାଆନ୍ତି। ମାଙ୍କର ଏହି ରୂପକୁ କୁଷ୍ମାଣ୍ଡା ରୂପ ବୋଲି କୁହାଯାଇଥାଏ। କଥାରେ ଅଛି, ଭକ୍ତ ଆଜିର ଦିନରେ ମାଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ନିଜର କୌଣସି ବାଧା ବିଘ୍ନ ଆସିନଥାଏ, ସନ୍ତାନ ସୁଖ ମିଳିଥାଏ। ମାଙ୍କର ଏହି ପ୍ରିୟ ଭୋଗ ମାଲପୁଆ ଭୋଗ। ମାଙ୍କୁ ଶ୍ରଦ୍ଧା ସହ ଭୋଗ ଲଗାଇ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ। ନବରାତ୍ରିର ଚତୁର୍ଥ ଦିନରେ ପ୍ରଥମେ କରି ହଳଦିଆ କିମ୍ବା ଲାଲି ରଙ୍ଗର ପୋଷାକ ପରିଧାନ କରନ୍ତି। ତାପରେ ମାଙ୍କୁ କୁଷ୍ମାଣ୍ଡାକୁ ଜଳ, ପୁଷ୍ପ, ଲାଲ କିମ୍ବା ହଳଦିଆ ଚୁନରି ଚଢ଼ାଇ ସିନ୍ଦୂର, ଚୁଡ଼ି, ବିନ୍ଦି, କାନଫୁଲ ଓ ହାରରେ ସଜାଇ ଦିଆଯାଇଥାଏ। ମାଙ୍କୁ ହଳଦିଆ ରଙ୍ଗର ଫୁଲ ଯେପରି ମନ୍ଦାର, କୁସୁମ ଚଢ଼ାଯାଇଥାଏ ଏବଂ ପୂଜା ଅର୍ଚ୍ଚନା ଭଲସେ କରାଯାଇଥାଏ। ମା ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ଆମମାନଙ୍କର ବିଶ୍ୱାସ। ମାଙ୍କର 8ଟି ହାତ ଥିବାରୁ ସେ ଅଷ୍ଟଭୁଜା ବେଶ ରୂପରେ ପରିଚିତ। ମା କେବଳ ସ୍ମିତ ହସ ଦ୍ୱାରା ସମସ୍ତ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ସେ ଧଳା କଖାରୁ ବା କୁଷ୍ମାଣ୍ଡାକୁ ଭଲ ପାଆନ୍ତି। ତାଙ୍କର ବ୍ରହ୍ମାଣ୍ଡକୁ ଓ କୁଷ୍ମାଣ୍ଡା ସାଥିରେ ସମ୍ପର୍କ ରହିଥିବାରୁ ମାଙ୍କୁ କୁଷ୍ମାଣ୍ଡା ରୂପରେ ନାମକରଣ କରାଯାଇଥାଏ। ଯଦି ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଦୟାକରି ମୋ ଚ୍ୟାନେଲକୁ ଆପଣମାନେ ଲାଇକ୍, ସବସ୍କ୍ରାଇବ୍ ଏବଂ କମେଣ୍ଟ କରି ଜଣାଇବେ।